କାଲି ସ୍ନାନ ପୂର୍ଣ୍ଣିମାରେ 108 ଗରା ପାଣିରେ ଗାଧୋଇ କାଳିଆ ଠାକୁର ଜ୍ୱରରେ ଅଣସର ଘରେ ଅଛନ୍ତି। ଆଉ ମୋ ଠାକୁର ବି ଏବେ ସେମିତି ହିଁ ଘରେ ଶୋଇଛନ୍ତି। ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ କ୍ଷୀର ମୋର ପଳେଇ ଆସିଥିଲା, ତାକୁ ଆଣିକି ରଖିଦେଲି। ଆଉ ଏଇଠି ବ୍ରେକଫାଷ୍ଟ ଆଉ ଲଞ୍ଚ ପାଇଁ ବନେଇ ଦେଉଛି କଙ୍କଡ଼ା ତରକାରୀ, ଭାତ। ଆଉ ସାଙ୍ଗେ ସାଙ୍ଗେ ଆମେ ବାହାରି ଗଲୁ ବି। ଆଜି ବ୍ରେକଫାଷ୍ଟରେ ଚା ଆଉ ରୁଟି ଖାଇ ଦେଇଥିଲି ତରତରରେ। ତ ଏଇଠି ସ୍କୁଲରୁ କାମ ସାରିକି ବି ଘରକୁ ପଳେଇ ଆସିଥିଲି। ଆଜି ହଜବେଣ୍ଡ ୱାର୍କ ଫ୍ରମ୍ ହୋମ୍ କରୁଥିଲେ। ତ ଏଇଠି ଆମେ 2 ଜଣ ଝିଅ ଆଉ ମୁଁ ନେଇକି ବସି ପଡ଼ିଲୁ ଖାଇବାକୁ। ଆଜିର କରିଟା ବହୁତ ଟେଷ୍ଟି ଲାଗୁଥିଲା। ଝିଅର ତାର କ'ଣ ପାଇଁ ସେ ଖାଇବନି ବୋଲି କାନ୍ଦୁଥିଲା, କିନ୍ତୁ ତାପରେ ଖାଇକି ତାକୁ ଶୁଆଇ ଦେଇଥିଲି। ଆଉ ମୁଁ ବି ଟିକେ ଗଡ଼ି ପଡ଼ିଥିଲି। ତ ହଜବେଣ୍ଡ ଆସିଥିଲେ, କହିଲେ ଚା ବନେଇ ଦିଅ। ତ ଚା ସାଙ୍ଗେ ସାଙ୍ଗେ ବନେଇକି ତାଙ୍କୁ ଦେଇ ଦେଇଥିଲି। ସକାଳେ ବି ଆମେ ଏଥର ଚା ପିଇବା ଛାଡ଼ି ଦେଇଛୁ, ଗୋଟେ ଟାଇମ୍ ହିଁ ପିଉଛି। ଆଉ ଏଇ ଯେଉଁ ସୁନ୍ଦର ଫୁଲ ଭିତରେ ବସିକି ଚା ପିଇବାର ମଜା ହିଁ ଅଲଗା। ଆଜି ସୋସାଇଟିରେ ମୋ ଝିଅର ସାଙ୍ଗର ବାର୍ଥଡେ, ତ ସେଥିପାଇଁ କିଛି ଗିଫ୍ଟ ମଗାଇ ଦେଇଥିଲି। ଆଉ ଏଇଠି ସନ୍ଧ୍ୟା ଧୂପ ବି ଦେଇ ଦେଉଛି। ତାପରେ ଆମେ ସମସ୍ତେ ରେଡ଼ି ହେଇକି ଚାଲିଲୁ ତାଙ୍କ ଘରକୁ। ତ ଆଜିର ଭିଡ଼ିଓଟି ଏମିତି କିଛି ଥିଲା। ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି, ଚ୍ୟାନେଲ୍ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହୁଛି, ବାଏ ବାଏ।